ସୁପ୍ରଭାତ ପିଲାମାନେ, ତୁମେମାନେ ଭଲ ଅଛ ନା? ହଁ, ନିଶ୍ଚିତ ଭାବେ ଭଲ ଥିବ। ଆଜିର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ଆଜି ମୁଁ ତୁମ ପାଖକୁ ଏକ ନୂଆ ବିଷୟ ନେଇ ଆସିଛି। ଆଚ୍ଛା ପିଲାମାନେ, ତମକୁ ଗୀତ ଶୁଣିବାକୁ ଭଲ ଲାଗେ ନା? ହଁ, ମୁଁ ଗୋଟିଏ ଗୀତ ଗାଇବି, ତୁମେ ମନ ଦେଇ ଶୁଣିବ। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲଗେନି ନୂଆ ସଜବାଜ, ବଉଳ ଲଗେନି ନୂଆ ସଜବାଜ। ରଜ ଦୋଳି କଟ କଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ସୁଥାଇ ଝଟ ଝଟ, ବଉଳ ଦିଶୁଥାଇ ଝଟ ଝଟ। ଆଚ୍ଛା ପିଲାମାନେ, ତମକୁ ଗୀତ ଭଲ ଲାଗିଲା ନା? ହଁ, ଏବେ ଆମେ ଚିତ୍ରଟିଏ ଦେଖିବା ଆଉ ଚିତ୍ର ଦେଖି ପ୍ରଶ୍ନର ଉତ୍ତର କହିବା। ଆଚ୍ଛା କହିଲ, ଏଇ ଯୋଉ ଚିତ୍ରରେ ଖେଳର ନାମ କଣ? ହଁ, ଠିକ କହିଛ, ରଜଦୋଳି। ତୁମକୁ ରଜଦୋଳି ଖେଳିବାକୁ ଭଲ ଲାଗେ ନା? ହଁ, ଦେଖି କହିଲ, ତୁମେ କାହା କାହା ସହିତ ରଜଦୋଳି ଖେଳ? ଠିକ କହିଛ, ଭାଇ, ଭଉଣୀ ଓ ସାଙ୍ଗସାଥୀଙ୍କ ସହ ଖେଳ। ତୁମକୁ ଦୋଳିରେ କିଏ ବସାଇ ଦିଅନ୍ତି କହିଲ? ଦୋଳିରେ ବାପା, ମା, ଭାଇ, ବଡ଼ ଦିଦି ବସାଇ ଦିଅନ୍ତି। ଆଚ୍ଛା କହିଲ, ଦୋଳି କେଉଁଠି ବନ୍ଧା ହୋଇଥାଏ? ରଜଦୋଳି ବଡ଼ ବଡ଼ ଆମ୍ବ ଗଛ, ବରଗଛ, ତେନ୍ତୁଳି ଗଛରେ ବନ୍ଧା ହୋଇଥାଏ। ଆହୁରି ମଧ୍ୟ ଅରଟ ଦୋଳି ଆମ୍ବ ତୋଟା ମାନଙ୍କରେ ତିଆରି ହୋଇଥାଏ। ତୁମକୁ ଦୋଳି ଖେଳିଲେ ବହୁତ ମଜା ଲାଗେ ନା? ହଁ। ଆଚ୍ଛା, ତୁମକୁ ଆଉ କେଉଁ କେଉଁ ଖେଳ ଖେଳିବାକୁ ଭଲ ଲାଗେ କହିଲ? ହଁ, ଠିକ କହିଛ, ଦଉଡ଼ି ଡିଆଁ, କବାଡ଼ି, ପୁଚି ଏସବୁ ଖେଳିବାକୁ ତମକୁ ଭଲ ଲାଗେ। ହଉ, ଏବେ ଆସ ଆମେ ଚିତ୍ର ଦେଖି ପଢ଼ିବା। ନଟୁ, କଦଳୀ, କୁକୁର, କମଳା, ନଳ ଆଉ ନଖ। ଏବେ ଆସ ଆଉ କିଛି ଶବ୍ଦ ପଢ଼ିବା। ନର, କଟକ, କାନ, ନାକ, ନୟନ, କପଟ, ନଟିଆ, କପଡ଼ା ବା କନା। ଏବେ ଆମେ ଆଉ ଏକ କାମ କରିବା। ଶବ୍ଦ ସହ ଚିତ୍ରକୁ ଗାର ଟାଣି ଯୋଡ଼ିବା। ଗୋଟେ ପଟେ ଶବ୍ଦ ଲେଖା ହୋଇଛି, ଅନ୍ୟ ପଟେ ଚିତ୍ର ଲେଖା ହେଇଛି। ଯେପରି ନୟନ, ନୟନର ଚିତ୍ର, କଇଁଚି, କଇଁଚିର ଚିତ୍ର, ନଗର, ନଗରର ଚିତ୍ର, କଟୁରୀ, କଟୁରୀର ଚିତ୍ର, ନଈ, ନଈର ଚିତ୍ର, କଇଥ, କଇଥର ଚିତ୍ର, ନଟିଆ, ନଟିଆର ଚିତ୍ର, କବାଟ, କବାଟର ଚିତ୍ର। ଆସ ଆମେ କବିତା ଆବୃତ୍ତି କରିବା ଓ ଚ ଅକ୍ଷରରେ ଗୋଲ ବୁଲାଇବା, ଟ ଅକ୍ଷରରେ ଘର କରିବା, କ ଅକ୍ଷରରେ ତ୍ରିଭୁଜ କରିବା, ନ ଅକ୍ଷରରେ ଠିକିରି କରିବା। କବିତାଟି ହେଲା ଆସ ବୁଲିଯିବା ଅକ୍ଷର ବଣ। ଚାଲ ମୁଁ ଗାଇବି, ତୁମେ ମନ ଦେଇ ଶୁଣିବ। ଆସ ଆମେ ଯିବା ଅକ୍ଷର ବଣ, ଓ ଆଇ ଗଛ ବଣକୁ ବଣ, ଚ ଅକ୍ଷରକୁ ତୋଳି ଆଣିବା, ଚକୁଳି ପିଠାଟେ ବନାଇ ଦେବା, ଚଟଣି ସାଥିରେ ଚିନିକୁ ନେଇ, ହସି ହସି ଆମେ ଦେବାରେ ଖାଇ। ପୁଣି ଥରେ ଯିବା ସେହି ଜଙ୍ଗଲ, ଟକୁ ଆଣି କରିବା ଯେ ଗେଲ, ଟ
ଟରେ କରିବା ଆମେ ଟଗର, ସେଥିରେ ପୂଜିବା ଆମ ଠାକୁର। ଠାକୁର ଦେବେ ଯେ କେତେ ଆଶିଷ, ଆଶିଷ ପାଇଣ ହେବା ହରସ। ଆସ ପିଲେ ଯିବା ଅକ୍ଷର ବଣ, ଗୋଟି ଗୋଟି କରି ନଗିରେ ଟାଣ। ନ ଅକ୍ଷରଟି ପଡ଼ିଲା ଖସି, ନ ପାଖେ ଯିବ ଟଟି ବସି। ନଟ ଯିବ ଏବେ ଚଢ଼େଇ ଧରି, ହସି ହସି ଆମେ ଖାଇବା କ୍ଷୀରି। ଏହିପରି ପିଲେ ବଣକୁ ଯିବା, ଅକ୍ଷର ଗୁଡ଼ିକୁ ତୋଳି ଆଣିବା। ଛରେ ଛକ ଆଉ ବରେ ବଳ, ଏରେ ଏକ ପୁଣି ନରେ ନଳ। କେତେ କେତେ ଅକ୍ଷରକୁ ଯୋଡ଼ିଣ, ନୂଆ ନୂଆ ପଦ ଦେବା ଗଢ଼ିଣ। ଅକ୍ଷର ବଣରେ ବାଘକୁ ଭାଲୁ, ହେଉଛନ୍ତି ଖାଲି ହାଲୁ ହାଲୁ। ହରିଣ ଧାଉଁଛି ସିଂହ ସାଥିରେ, ହାତୀ ପକାଉଛି ପାହୁଣ୍ଡ ଧୀରେ। ସମସ୍ତଙ୍କ ସାଥେ ହୋଇବ ସାଥୀ, ଅକ୍ଷରକୁ ଆମେ ଦେବାରେ ଲେଖି। ଧନ୍ୟବାଦ ପିଲାମାନେ। ଏବେ ଆମେ କବିତାରେ ଥିବା ଚ ଅକ୍ଷରକୁ ଗୋଲ ବୁଲେଇବା, ଟ ଅକ୍ଷରକୁ ଘର କରିବା, କ ଅକ୍ଷରରେ ତ୍ରିଭୁଜ କରିବା, ନ ଅକ୍ଷରରେ ଠିକିରି କରିବା। ଧନ୍ୟବାଦ।